ওম জয় শ্ରୀ ସୀତାରାମ ଆଦ୍ୟକାନ୍ତ ବାଲ୍ମୀକି ରାମାୟଣ ଅନ୍ତ ପରେ ନାରୀମାନଙ୍କ ସହ ଲକ୍ଷ୍ମୀ ସରସ୍ୱତୀ ଗୌରୀ ମିଶି ରାମ ସୀତାଙ୍କ କେଲିପୁର ମଣ୍ଡନ ଚତୁର୍ଥ ଭାଗ। ହରଷରେ ରାମଚନ୍ଦ୍ର ତାହାଙ୍କ ଠଏ ରତ୍ନପଲଙ୍କ ଉପରେ ବସାଇଲେ ନେଇ। ଲଜ୍ଜାରେ ଜଗତ ମାତ ଢଳି ପଡୁଛନ୍ତି। ଚାତୁବଚନେ ମୋହିଲେ ତାଙ୍କୁ ରଘୁପତି। ନାନା ହାସ କୌତୁକେ କହନ୍ତି ବଚନ। ଶୁଣୁ ଦାଣ୍ଡେ ସୀତା ତହିଁ ହୋଇନ ମୌନ। ବିଚିତ୍ର ବାନ୍ଧବିଚିତ୍ର ମାର୍ଗେ ସଖୀ ମଣି। ଚରଣରେ ଲେଖିଥାନ୍ତି ଅତ୍ୟନ୍ତ ଯତନେ ଏହାକୁ ନିରେଖି ଚାହିଁ ରଘୁକୁଳମଣି। ଜାନକୀଙ୍କୁ ଦେଖାଇ ନଥାନ୍ତି ହର୍ଷେ ପୁଣି। ଚାଟୁଗିରି କହି ରାମ ସୀତାଙ୍କୁ ମୋହିଲେ। ନିମିଷିକ ମଧ୍ୟ ତାଙ୍କୁ ମନ କିଣି ନେଲେ। ବାସର ଗୃହରେ କ୍ଷୀଣ ରାମ ସୀତା ଦୁଇ ମନ ମଧ୍ୟରେ ଅତ୍ୟନ୍ତ ହର୍ଷିତ ହୋଇ ଦେଖୁଥାନ୍ତି ସଖୀଗଣଙ୍କର ଚାରୁ ଶିଳ୍ପୀ। ଜୀବନ ସମାନ ନାନା ବନ୍ଧୁ ଶାନ୍ତି ଥାପି ପୁଷ୍ପସେଜ ମାନ ଅତି ଚମତ୍କାର। ଦେଖି ବୋଲି ଗଲେ ସୀତା ସଖୀଙ୍କର ଗିର। କେବଳ ଏତିକି ଗୌରୀ ମନେ ରଖିଥାନ୍ତେ କୁଳ ପ୍ରଦୀପ ଆଗରେ ଜଳାଇ ଦେଖନ୍ତି। ରାଘବଙ୍କ ମୁଖ ଚାହିଁ ବୋଲନ୍ତି ଚତୁରୀ। ସତ୍ୟକର ପ୍ରଭୁ ଏ ଦିବ ଛୁଇ କରି ଏକମାତ୍ର ସ୍ଥାନରେ ଚଣ୍ଡୀ ବୈଶାନରୁ। ମାଗିବେ ଚରଣ ଯାହା ଦେବେ ନିଶ୍ଚୟ। ହେବୁ ବୋଲି କହି ପ୍ରଭୁ ହର୍ଷିତ ହେଲେ ହୋଇ। ସୀତାଙ୍କୁ ବଇଲେ ଯାହା ମାଗିବୁ ଗଳେ ସହି। ଅକୁଣ୍ଠିତ ଚିତ୍ତେ ତାହା କହିବୁ ନାନ। ଶୁଣି ଆନନ୍ଦିତ ହେଲେ ଜାନକୀଙ୍କ ମନ। ବଇଲେ କୁଳ ଦୀପ ଛୁଇ ରଘୁବୀର। କର ସତ୍ୟ ନ ଛୁଇଁବେ ନାରୀ କର। ଜାନକୀ ବ୍ୟତୀତ କେବେ ଶୟନେ ସପନେ ହୁଏ ନ ଆଣିବେ ଆନ ନାରୀ କଳାଚନେ। ସେହି ମତେ ରାମଚନ୍ଦ୍ର କୁଳ ଦୀପ ଛୁଇ ଶପଥ କରିଲେ ଅଗ୍ନିକୁ ସାକ୍ଷୀ ରଖି ତହିଁ। ଏହି ଥାର ଆନକଥା ନ କରି ବଖାନ ବନ୍ଦ କରି ସୁଜ୍ଞଜନେ ବିଚାରନ୍ତୁ ମନ। ଜଗତ ପିତା ମାତାଙ୍କ ମିଳନ ରଜନୀ ଲେଖିବାକୁ ନ ଚଳଇ ମୋହର କରଣୀ। ଅପ୍ରକଟି ଲୀଳାକୁ ବା କ୍ଷମ ପରି ମହି ପ୍ରକଟ କରିନ ଅଙ୍ଗେ ଦହି ଜୀବଇଁ। ତେଣୁ ଠିକେ ଠିକେ ତାହା ବଖାଣିଲେ ମୁହିଁ। ସାଧୁ ସୁଜ୍ଞଜନ ଦୋଷ ନ ରହିବ କେହି। ପରଦିନ ଚାରି ଭାଇ ସ୍ନାନ ସାରି ସ୍ନାନ ଦାନ ପିତାଙ୍କ ପାଶରେ ଯାଇ ମିଳିଲେ ବଚନ। ଚତୁର୍ଥୀ ସପ୍ତମଙ୍ଗଳା ବିଧି ବିଧାନରେ ସାଇଲେ ଚାରି ଭାଇ ଜନକଙ୍କ ପୁରେ। ତାହାପରେ ଦଶରଥ ଜନକଙ୍କୁ ଚାହିଁ ବଇଲେ ସମୁଦି ମତେ ଉଛୁଳ ହୋଇ। ରାଜ ମନ୍ତ୍ର ସହ ଆମ୍ଭେ ସର୍ବେ ଆସିଅଛୁ। ଜଣେ ବିଜ୍ଞ ଲୋକ କାଳେ ପୁରେ ନ ରଖିଛୁ। ବହୁତ ଦିନ ହେଲାଣି ଆମ୍ଭ ପଥ ଚାହିଁ। ତୁମ୍ଭ ସମୁଦି ମାନେ ଥିଲେ ବ୍ୟସ୍ତ ହୋଇ। ଓମ୍ ଜୟ ଶ୍ରୀ ସୀତାରାମ।